ଜଗନ୍ନାଥ ବନ୍ଧୁମାନେ ଆଜି ଆଉ ଗୋଟିଏ କାଳାସକୁ ଆପଣଙ୍କୁ ସ୍ୱାଗତ। ଆଜି ରଙ୍ଗର ପରିଚୟ ଶିଶୁମାନଙ୍କୁ କିପରି ରଙ୍ଗ ଦେବେ ସେଇ ବିଷୟରେ ଜାଣିବା। ପିଲାମାନେ ସମସ୍ତେ ଦେଖିବା। ମୁଁ କଣ ରଖିଛି, ଏଟା କଣ? ୟାର ରଙ୍ଗ କିପରି? ୟାର ରଙ୍ଗ କିପରି? ସବୁଜ ବା ଶାଗୁଆ। ୟାର ରଙ୍ଗ କିପରି? ଶାଗୁଆ ବା ସବୁଜ। ଇଏ ମଧ୍ୟ ଗୋଟେ ପ୍ରକାର ପତ୍ର, ଇଏ ହଉଛି ଟଗର ପତ୍ର। ୟାର ରଙ୍ଗ କିପରି? ଶାଗୁଆ ବା ସବୁଜ। କଣ? ଶାଗୁଆ ବା ସବୁଜ। ଆଚ୍ଛା, ତୁମ ଖାତାରେ ମତେ କିଛି ଚିତ୍ର, ତୁମ ଖାତାରେ କେଉଁ ଚିତ୍ର ଦିଆ ହେଇଛି? ପତ୍ରର ଚିତ୍ର। ତୁମ ଖାତାରେ ପତ୍ରର ଚିତ୍ର ଅଛି। ଆଚ୍ଛା, ତୁମକୁ ଯଦି କୁହାଯିବ ଯେ ପତ୍ରର ରଙ୍ଗ ଦିଅ, ତୁମେ କେଉଁ ରଙ୍ଗ ଦବ? ଶାଗୁଆ ବା ସବୁଜ ରଙ୍ଗ ଦବ। ଏବେ ସମସ୍ତେ, ହଁ, ଯୋଉଟା ଇଂଲିଶରେ ଗ୍ରୀନ କୁହାଯାଏ। ଏବେ ଦେଖିବା ମୋ ହାତରେ ମଧ୍ୟ ସବୁଜ ରଙ୍ଗ ଅଛି, ହଁ ନା ନାହିଁ? ଏବେ ସମସ୍ତେ ଦେଖିବା ମୁଁ କିପରି ଭାବରେ ରଙ୍ଗ କରୁଛି, ତାପରେ ତୁମେ ରଙ୍ଗ କରିବ, ହେଲା? ସବୁବେଳେ ରଙ୍ଗ କଲା ବେଳେ ଏଇ ସମସ୍ତେ ମତେ ଦେଖିପାରୁଛ ତ? ଏଇ ବାହାରୁ ଭିତରକୁ ରଙ୍ଗ ମାରିବା, ଏମିତି ଏ ବାହାରୁ ଭିତରକୁ ଆଣିବା, ବାହାରୁ ଭିତରକୁ, ତାର ଯୋଉଟା ବର୍ଡର ଦିଆ ହେଇଛି ବର୍ଡରରୁ ଭିତରକୁ ଆଣିବା, ଏହିପରି ଭାବରେ, ହେଲା? ଆମେ ଏମିତି 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 ରଙ୍ଗ କରିବାନି, ସମସ୍ତେ ଦେଖିବା ଏମିତି ଏମିତି ରଙ୍ଗ, ଏଟା ହଉଛି ଭୁଲ। ଏହିପରି ଭାବରେ ବାହାରୁ ଭିତରକୁ ଟାଣିବ, ଯାହା ଫଳରେ କଣ ରଙ୍ଗ ଆମର ସୁନ୍ଦର ଭାବରେ ଦେଇ ହବ। ରଙ୍ଗ ବାହାରକୁ ଯିବ ନାହିଁ। ଆମେ ଯଦି ବାହାରୁ ଭିତରକୁ ଟାଣିବା, କଣ ରଙ୍ଗ ବାହାରକୁ ଯିବନି। ଆମେ ଯଦି ଭିତରୁ ବାହାରକୁ ଏମିତି ଏମିତି କରିଦେବା, ରଙ୍ଗ ବାହାରକୁ ପଳେଇବ, ଅସୁନ୍ଦର ହେଇଗଲା ନା ନାହିଁ? ଅସୁନ୍ଦର। ତେଣୁକରି ଆମେ ଯଦି ଏଇ ବାହାରୁ ଭିତରକୁ ଆଣିବା, ତାହେଲେ ଆମର ସୁନ୍ଦର ଭାବରେ ଆମେ ରଙ୍ଗ ଦେଇପାରିବା, ବାହାରକୁ ରଙ୍ଗ ଯିବ ନାହିଁ। ଆପଣମାନେ ମଧ୍ୟ ଶିଶୁମାନଙ୍କୁ ଯେତେବେଳେ ରଙ୍ଗ କରିବା ପାଇଁ ଶିଖେଇବେ, ଏହିପରି ଭାବରେ ଶିଖେଇବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭଲ ଲାଗିଲେ ନିଶ୍ଚୟ ସେୟାର କରିବେ, କମେଣ୍ଟ କରିବେ। ରହୁଛି, ଧନ୍ୟବାଦ।